यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। ଭଲ କଥା ଛୁଆ ମନେ ରଖ। ଆଜି ଆଲୋଚନା କରିବା 256 ଜଣଙ୍କୁ ଏହି ଗ୍ରନ୍ଥ ମିଳେ। ବା ମହାପୁରୁଷ 146 ଗ୍ରନ୍ଥ ଲେଖିଲେ, ତା ଭିତରୁ 318 ଖଣ୍ଡ ଭବିଷ୍ୟତ ମାରିଦେଲେ। କେତେ ପରିପ୍ରକାଶ ହେଇଛି, କେତେ ମଧ୍ୟ ଲୁକାୟିତ ହେଇକି ରହିଛି। ତା ଭିତରୁ ଅନ୍ୟତମ ଖଣ୍ଡେ ଶାସ୍ତ୍ର ଶିବକଳ୍ପ ବା ନବଘଣ୍ଟ ନିର୍ଗମ ହେଲା। ଶିବକଳ୍ପ 6 ଜଣ ଲେଖିଛନ୍ତି, ମନେ ରଖିଥା। ପଞ୍ଚଶତାଙ୍କର ଶିବକଳ୍ପ, ତତ୍ ସଙ୍ଗେ ସଙ୍ଗେ ଅର୍ଚିତ ଦାସଙ୍କର ମଧ୍ୟ ଶିବକଳ୍ପ। ବୁଝିଲେ? ଅଚ୍ୟୁତଙ୍କର ଯୋଉ ଶିବକଳ୍ପ ଶାସ୍ତ୍ର ଖଣ୍ଡ, ସେ ଶିବକଳ୍ପ ଶାସ୍ତ୍ରକୁ ସମସ୍ତେ ଜାଣିପାରିବେ ନାହିଁ। କାରଣ ଯେମିତି ଅଷ୍ଟାଦଶ ପୁରାଣ ଭିତରେ ସାରକେଶ ଭାଗବତ, ସକଳ ଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବ ନିଶ୍ଚୟ। ତମେ ଯଦି ଅଷ୍ଟାଦଶ ପୁରାଣ ନ ପଢି ପାରିବ ତାହେଲେ ଭାଗବତ ପଢ। ଭାଗବତ ଧିରେ ଯାହା ଅଛି ଅଷ୍ଟାଦଶ ପୁରାଣ ସେଟା ଅଛି। 4 ଖଣ୍ଡ ବେଦ ଯଦି ନ ପଢି ପାରିବ ତାହେଲେ ଗୀତା ପଢ। ଗୀତାରେ ଯାହା ଅଛି 4 ବେଦ ଭିତରେ ମଧ୍ୟ ସାର ସେଇଆ ଅଛି। ସେ 318 ଖଣ୍ଡ ମାଳିକା ଭିତରେ ସବୁ ଯାକ ନ ପଢି ପାର, ସାର ହଉଛି ଗୋଟା ପଦ୍ମ ଗଳ୍ପ। ଭୁଲ କହିବି, ଶିବକଳ୍ପ ବା ନବଘଣ୍ଟ ନିର୍ଘଣ୍ଟ। ଏ ନବଘଣ୍ଟ ନିର୍ଘଣ୍ଟ ଜାଣିବେ କେତେ ଜଣ? 256। କାରଣ ମହାପୁରୁଷ କହନ୍ତି, ହେତୁ ଦିଆ 5 ନିତ୍ୟ ପଞ୍ଚକା 256 ଆଉ ଓଳା ସୁନ୍ଦର ଅର୍ଜିତ ସର୍ବପରିଚିତ। ପଞ୍ଚଶକା ଠାରୁ କହିବା ବଢିକି ଏଥି ବଢି କେହି ନାହିଁ। ସନ୍ଧି ବାନ୍ଧି କରି ଯେ ଯେତେ କହିବେ ତା ଉଦର ପୁରିବନି। ବୁଝିପାରୁଛନ୍ତି? ବର୍ତ୍ତମାନ ତ ସେ କହିଥିଲେ 256, କେତେ 156 ବାହାରିଲେଣି ତା ଠିକ ନାହିଁ। ଠିକ ନା ଭୁଲ? ଅଧିକ ପ୍ରବଳ ହେଇଗଲେ। 256 ଜଣ ଶିବକଳ୍ପର ମହତ୍ଵ। ଗୋଟେ ପଦ ଅଛି, ଦେଖିବ ଶିବକଳ୍ପ ଦେହରେ, ସୁଗ୍ରୀବର ସୁତ ହଉଛି ଲବ। ଶିବକଳ୍ପରେ ଲେଖା ଠିକ। ରାମଙ୍କ ପୁଅ ହେଲେ ଲବ ନା। ସେଠି ମହାପୁରୁଷ ଅଚ୍ୟୁତ କାହିଁ ନେଇଥିଲେ ସୁଗ୍ରୀବର ପୁଅ ଲବ? ତାହେଲେ ସିଏ କୋଉ ଲବ? ଯଦି ରାମଙ୍କ ପୁଅ ଲବ ତାହେଲେ ସେ ସୁଗ୍ରୀବ କିଏ? ଏ ବହୁତ ଭିତରିଆ କଥା ରହୁଛି। ବୁଝିପାରୁଛ ନା ଲିଟୁ ଭାଇ? ତେଣୁ ଶିବକଳ୍ପ ଶାସ୍ତ୍ରଟା ମହାପୁରୁଷ ଯେତେ ଗୁଡିଏ ମାଳିକା ନେଇଛନ୍ତି, ତାର ସାର ହଉଛି ଶିବକଳ୍ପ। ଶିବକଳ୍ପ ଯଦି ନ ବୁଝିଗଲ ତ ଅନ୍ୟ ଯୋଉ ଶାସ୍ତ୍ର ପାଇବ ତାର ଅର୍ଥ ତମେ ବୁଝିଯିବ। ଶିବକଳ୍ପ ଯଦି ତମେ ନ ବୁଝି ପାଇଲ, ତମେ ସେଠୁ ମତିଭ୍ରମ ହେଇଯିବ। ମାନେ 318 ଖଣ୍ଡ ଭିତରେ ଗଛର ମୂଳ ହଉଛି କି ଶିବକଳ୍ପ। ସେଇ ଶିବକଳ୍ପ ଶାସ୍ତ୍ର ବିଷୟରେ ମହାପୁରୁଷ କହୁଛନ୍ତି। 318 ଖଣ୍ଡ କଥା କହିନାହାନ୍ତି, କହିଛନ୍ତି କେବଳ ଶିବକଳ୍ପ ଶାସ୍ତ୍ରଟା ମିଳିବ କେତେ? 256 ଜଣ।
ବର୍ତ୍ତମାନ ତ ପ୍ରିଣ୍ଟ ହେଇକି ବହି ବହି ବାହାରିଲାଣି, ବୁଝି ହଉଛି ନା? କେତେ ଲୋକ ପାଇଲେଣି। ତାହେଲେ କଣ ମହାପୁରୁଷ ବାଣୀ ଭୁଲ? ନା, ମହାପୁରୁଷ ବାଣୀ ଠିକ। ମାନେ ତାର ମର୍ମଟା 256 ଜଣ ଜାଣିବେ। ସେଥିପାଇଁ ମହାପୁରୁଷ କହିଛନ୍ତି, ଅଚ୍ୟୁତର ଠାର ଯେଜନ କହିବ ନିଶ୍ଚୟ ଭକତଟି ସେହି। 256 ଜଣଙ୍କୁ ଏହି ଗ୍ରନ୍ଥ ମିଳେ। କୋଉ ଗ୍ରନ୍ଥ? ଶିବକଳ୍ପ ବା ନବଘଣ୍ଟ ନିର୍ଘଣ୍ଟ। ହେଲା, ଅଚ୍ୟୁତଙ୍କର ଠାର ଏ 256 ଜଣ ଜାଣିଥିଲେ। ଚିତ୍ରୋତ୍ପଳା ନଦୀ ଉତ୍ତରେ ତିଳ କଳା ଗ୍ରାମରେ ପଡିଛି ଅଚ୍ୟୁତ ପାମର ଛାଡି ରଙ୍ଗ ପଳେ। ମାନେ ସବୁ ଯାକ ମହାପୁରୁଷ ଛାଡି ଦେଇଛନ୍ତି, ପୁରା ମାୟାକୁ କାଟି ଦେଇଛନ୍ତି। କେବଳ ପ୍ରଭୁ ତୁ ମୁଁ ତୁ। ଉଦ୍ଧବ କହିନଥିଲେ ନା କୃଷ୍ଣ? ଏବେ କହିଲେ ତୁ ଦ୍ୱାରିକା ପଳା। ଏ କଣ ବଦରିକା ଧାମ ପଳା, ଦ୍ୱାରିକା ନାଶ ଯିବ। ନା ପ୍ରଭୁ ମୁଁ ଯିବିନି। ଆଉ ଯଦି ଯିବି କେମିତି ପାଇବି ତମକୁ? ଆଉ ଉଦ୍ଧବ ମନେ ରଖିଥିବୁ, ମୁଁ ମଲେ ମତେ ତୁ ପାଇବୁ। ମୁଁ ତୁ ବା, ମୁଁ ମଲେ ମତେ ତୁ ପାଇବୁ। ଅଚ୍ୟୁତଙ୍କର ସେ ମୁଁ ମରିଯାଇଥିଲା, କେବଳ ତୁ। ପଡିଛି ଅଚ୍ୟୁତ ପାମର ଛାଡି ରଙ୍ଗ ପରେ, ସବୁ ଯାକ ଛାଡି ଦେଇଛନ୍ତି, କେବଳ ପ୍ରଭୁଙ୍କୁ ଆଶ୍ରୟ କରି ସିଏ ରହିଛନ୍ତି। ପଞ୍ଚସଖା ଠାରୁ କହିବା ପାଇଁ କି ଏତି ବଢି କେହି ନାହିଁ। ପଞ୍ଚସଖା କରିଥିଲେ ସମସ୍ତେ ଜାଣିବା କଷ୍ଟସାଧ୍ୟ। ଆଉ ଏତିକି ତମକୁ କହୁଛି ମନେ ରଖିଥାଅ, ଅଚ୍ୟୁତଙ୍କ ବାଣୀ ଆମେ ଦୃଢତାର ସହିତ କହୁ, ଅକ୍ଷରେ ଅକ୍ଷର ସତ୍ୟ। କାରଣ ଆମେ ଗବେଷଣାରେ ଆମେ ଯେତିକି ଜାଣିଛୁ, ଜ୍ଞାନ ତ ହଉଛି ସାଗର, ଆମେ କ୍ଷୁଦ୍ର। ଆମେ ଯେତିକି ଜାଣିଛୁ ତାଙ୍କର ଠାର ଯୋଉ ଲେଖିଛନ୍ତି କଣ ଅଙ୍କ ଗୁଡାକ ନିରୂପଣ କରିଛନ୍ତି। ଆମେ ତିଥି ବାର ନକ୍ଷତ୍ର ମିଶଉ 2071 ମସିହା ପର୍ଯ୍ୟନ୍ତ ସବୁ ଯାକ ମିଶିଯାଏ। ଆଉ ସେଠିକି ଆମେ ଗମନ କରି ନା, ଯୋଉ ତିଥି ଯୋଉ ବାର ନକ୍ଷତ୍ର କହିଛନ୍ତି ଟୋଟାଲ ମିଶିବେ 100% ଗୋଟେ ତିଥି ଏପଟ ସେପଟ ହବ ନା। କିନ୍ତୁ କଳି ଯୁଗରେ କଣ ହବ? ମାତ୍ର କେତେ ଜଣ ଜାଣିବେ? କଳି ଅନ୍ତିମ ପର୍ଯ୍ୟାୟରେ 256 ଜଣ ଜାଣିବେ କଣ? ଶିବକଳ୍ପ ଶାସ୍ତ୍ରକୁ ସମସ୍ତେ ଜାଣିପାରିବେ ନା। କିନ୍ତୁ ଥୋଡେ ବାହାରିବେ ବହୁତ ଆତ୍ମଗର୍ବ ଦେଖିବେ। ଆମ ଠାରୁ ଜ୍ଞାନୀ ଆଉ କେହି ନାହିଁ, ବୁଝିପାରିଲେ? ସବୁ ଜାଣୁ ବୋଲି ବଡି ମାପଣରେ ଚିତା କାଟି ବୁଲୁଥିବେ, ନିଜ ମୁକୁଳାକୁ ପର ମୁଣ୍ଡ ତଳେ ଚେତାଇଲେ ରାଗିଯିବେ। ସବୁଠାରୁ ମାଡ଼ ଖାଇଲେ ତୁ ରାମ, କାହିଁ ତ ମଉନ ଚାହ, ଏ ଯେ କଳି କାଳ ଚହଳ ଉଠିବ, ମହି ହେବ ଭକ୍ତମୟ। ଗୋଟେ ଜିନିଷ ସାଧାରଣ କଥାରେ ମାନେ କଣ, ଅଳ୍ପ ବିଦ୍ୟା ଭୟଙ୍କର। ବିନାଶ ହିଁ ବିନାଶ, ବିନାଶ ବୋଲେ ପ୍ରଳୟ ନାହିଁ, ସବୁ ହବ କଣ? ଖଣ୍ଡ ଖଣ୍ଡ ପ୍ରଳୟ। ଆଉ ଠାକୁର କୋଉଠି ଆସିବେ ବୋଲି ସ୍ୱତନ୍ତ୍ର ନୀତି ଶୁଣନ୍ତି, ଧାଜ ନଗରରେ ଆସିବେ। ବୁଝିଲେ? କୋଉ ନେଇଛନ୍ତି ବିଷ୍ଣୁ ଶର୍ମା, କୋଉ ନେଇଛନ୍ତି ବିଷ୍ଣୁ ଯଶା, କୋଉ ନେଇଛନ୍ତି ପରୀକ୍ଷିତ, କୋଉ ନେଇଛନ୍ତି ଅର୍ଜୁନ, ବୁଝିପାରୁଛନ୍ତି? କୋଉ ନେଇଛନ୍ତି ବିଷ୍ଣୁ ଦାସ, ଏମିତି ସବୁ ଲେଖା ଅଛି। କୋଉ ନେଇଛନ୍ତି ଅନନ୍ତ, କିନ୍ତୁ ଆର ଅର୍ଥ ବାହାରିବ ଗୋଟିଏ। ଆଉ ଖେଳ ହବ, ସଖା ଅଙ୍ଗରେ ଖେଳ ହବ ବା ଗୁରୁ ଅଙ୍ଗରେ ଖେଳ ହବ। ଆଉ ଅବତାର ଯୋଉ ହେବେ ସିଏ ବର୍ତ୍ତମାନ ନୁହଁ, କଳିଯୁଗ 5000 ବର୍ଷ ସରିଲା ପରେ, କଳି କଲ୍ୟାଧିତା ନୁହଁ, କଳି କଲ୍ୟାଧିତା ହଉଛି ଅଲଗା। ଏଟା କୋଉଠୁ ମିଶା ହଉଛି?
ଯେତେବେଳେ ଯୁଧିଷ୍ଠିର ମହାପ୍ରଭୁଙ୍କ ସମୟରେ ବୁଝିଲେ। ତେଣୁ ଯେତେବେଳେ 5,000 ବର୍ଷ ପୁରୀ 100ଟି ଓଲିଳା ତୁ 4 ମିଶା ଏକ ଚଢା 3 ଶୂନ୍ୟ ବାବୁ ଯେତେ ହେଲା ଟିକ ମହାପ୍ରଭୁ ନେଇଛନ୍ତି। ତେଣୁ ସେ ଯୋଉ 5,000 ବର୍ଷ ଯେତେବେଳେ ହବ ତାପରେ ଠାକୁରଙ୍କର ଆବିର୍ଭୂତ କେମିତି ତେଣୁ ଅବତାର ହେବେ ଏଟା ଆମେ କହୁନୁ, ମହାପୁରୁଷ କଥା କହିଛନ୍ତି। ଶିଶୁ ଅନନ୍ତ ମଧ୍ୟ ଉପରେ କହିଛନ୍ତି ମଳିନ ଯୁଗାବ୍ଧରେ 5,003 ମୁକୁନ୍ଦ ଦେବ 29 ମୁକୁନ୍ଦ ଦେବକ 29ଟା ହଉଛି 5,003 ବର୍ଷ ଭୋଗଇଥିବେ। ମଳିନ ପୁରୁଷ ଗଣୁଥିବେ ଦିନ 5,000 ଯେ ହୋଇବ ପୂର୍ଣ୍ଣ 3 ବର୍ଷ 9 ଦିନ ଅନ୍ତରେ ଦୁଷ୍ଟ ମ୍ଲେଚ୍ଛନ ଥିବେଟି ସଂସାର। 5,000 3 ବର୍ଷ 9 ଦିନରେ ଦୁଷ୍ଟ ମେଛ କେହି ସଂସାର ନଥିବେ। ତାହେଲେ ବର୍ତ୍ତମାନ ତ କଳି କଲା ବିତା ହେଲାଣି 5,125 ମେଛ ନାହାନ୍ତି, ଦୁଷ୍ଟ ନାହାନ୍ତି, ଓକେ ତ ଅଛନ୍ତି। ତାହେଲେ କଣ ମହାପୁରୁଷ ବାଣୀ ଭୁଲ? ମହାପୁରୁଷ ଯୋଉ 5,000 କହିଛନ୍ତି ସିଏ ଆସିନି। ଇଏ ବର୍ତ୍ତମାନ ଦିବ୍ୟସିଂହ ଦେବ ଅଛନ୍ତି, ତାଙ୍କର ପରେ ମୁକୁନ୍ଦ ଦେବ ହେବେ। ମୁକୁନ୍ଦ ଦେବଙ୍କ 32 ରୁ 34 ଅଙ୍କ ପର୍ଯ୍ୟନ୍ତ ମୀନ ଶନି ପଡୁଛି, ଗୁରୁବାର ପଡିବ। ଏ ଯୋଉ ମୀନ ଶନିଟା ଆସୁଛି ଏଇଟା ଶନିବାର ପଡୁଛି 25 ମସିହା ମାର୍ଚ୍ଚ 29 ତାରିଖ, କିନ୍ତୁ ଆଗଟା ତା ଆଗେ ଯିଏ ଆସିବ ସେ ଗୁରୁବାର ପଡିବ ହେଲା। ଆଉ ବାଳ ମୁକୁନ୍ଦ ସଳି ଅବଶେଷ ହବ ସେଇଦିନ କଳିଯୁଗ ସମ୍ପୂର୍ଣ୍ଣ ହବ। ସେତେ ଚାକର ଯେତେବେଳେ 42 ଅଙ୍କ ହବ ବୈଶାଖ ଶୁକ୍ଳ ଅଷ୍ଟମୀ ଗୁରୁବାର ପଡୁଛି, ସେଇଦିନ କଳିଯୁଗ ସମ୍ପୂର୍ଣ୍ଣ ହବ। ଏପିସୁdu ବୋଧେ ଅଧିକା ହେଇଗଲାଣି। ଜୟ ଜଗନ୍ନାଥ, ବୋଲ ଆନନ୍ଦ ଗୱାର ହରି ବୋଲ।